ଆପଣମାନେ ସମସ୍ତେ ଜାଣିଛନ୍ତି ଆଜି ହେଉଛି ଅଗଷ୍ଟ 15। ଏହି ଅଗଷ୍ଟ 15ରେ ଆପଣମାନଙ୍କୁ ଏକ ବହୁତ ବଡ଼ ଖୁସିର ଖବର, ଯେଉଁ ଖୁସି ଆପଣ ବହୁତ ଦିନ ଧରି ଆପଣ ଅପେକ୍ଷା କରିଥିଲେ। ଏହି ଖୁସି ଖବରଟି ହେଉଛି, ଆପଣମାନେ ତ ଜାଣିଥିବେ ବିଜେପି ସରକାର ତା'ର 3ଟି ମୂଳ ଯୋଜନା ରଖିଥିଲା। ଯେଉଁ ଯୋଜନାରେ ପ୍ରଥମ ଥିଲା ଭତ୍ତା, ଦ୍ୱିତୀୟରେ ଥିଲା ସୁଭଦ୍ରା ଯୋଜନା, ଆହୁରି ଗୋଟେ ତୃତୀୟରେ ଧାନ କ୍ୱିଣ୍ଟାଲ 3100 ଟଙ୍କା। ସେଥିପାଇଁ ଆଜି ଆମେ ଭତ୍ତା ବିଷୟରେ ଆଲୋଚନା କରିବା। ଆଜି ହେଉଛି ଅଗଷ୍ଟ 15। ଏହି ଅଗଷ୍ଟ 15ରେ ମୋହନ ସରକାର ବହୁତ ବଡ଼ ଖୁସିର ଖବର ଦେଇଛନ୍ତି। ଭତ୍ତା ସମସ୍ତଙ୍କୁ, ଯେଉଁମାନଙ୍କର 60 ବର୍ଷରୁ ତା'ମାନେ 80 ପର୍ଯ୍ୟନ୍ତ, 80 ଯେଉଁ ଥିଲା 80ରେ ମିଳିବା କଥା 3500 ଟଙ୍କା, ଏବଂ ଯେଉଁମାନେ 80%ରୁ ଅଧିକା ଭିନ୍ନକ୍ଷମ ସେମାନଙ୍କୁ ମିଳିବା କଥା ଏଇରକ 3500 ଟଙ୍କା। କିନ୍ତୁ ବର୍ତ୍ତମାନ ବହୁତ ଲୋକ ବହୁତ ଜାଗାରେ ଅଭିଯୋଗ କରିଥିଲେ, କାହିଁକିନା 80 ବର୍ଷ ଲୋକଙ୍କର ବଞ୍ଚିବା ସମ୍ଭବପର ନୁହେଁ। ଖାସ୍ କରିକି ବେଶୀ ଲୋକ ବଞ୍ଚନ୍ତିନି 80 ବର୍ଷ ପର୍ଯ୍ୟନ୍ତ। ଆଉ ସେଥିପାଇଁ ଫେର କମ୍ପ୍ଲେନ୍ ଯାଇଥିଲା। କମ୍ପ୍ଲେନ୍ରେ ବର୍ତ୍ତମାନ ଭତ୍ତା ସମସ୍ତଙ୍କର 3000 ଓ 3500 ହେବ। ଆଉ ଚାଲନ୍ତୁ ଜାଣିବା କେମିତି ଅନଲାଇନ୍ ମାଧ୍ୟମରେ ଆପଣ ଆପ୍ଲାଏ କରିବେ। ଯଦି ଆପ୍ଲାଏ କରିନାହାନ୍ତି ତାହେଲେ ଆପ୍ଲାଏ କରିନିଅନ୍ତୁ। ଯଦି ଆପଣ ଜାଣିପାରୁନାହାନ୍ତି କେମିତି ଆପ୍ଲାଏ କରିବେ ତାହେଲେ ପଳେଇ ଆସନ୍ତୁ, କୌଣସି କମ୍ପ୍ୟୁଟର କିମ୍ବା ମୋବାଇଲ ସାହାଯ୍ୟରେ ଆପ୍ଲାଏ କରିପାରିବେ। ସେଥିପାଇଁ କୌଣସି ବ୍ରାଉଜରକୁ ଯାଇକି SSEPD ଲେଖିକି ସର୍ଚ୍ଚ କରନ୍ତୁ। ଏହିପରି ଆପଣମାନଙ୍କୁ ଏକ ପେଜ୍ ଆସିବ। ପେଜ୍ ଆସିଲା ପରେ ପେନ୍ସନ୍ ସ୍କିମ୍ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଚୁଜ୍ ସ୍କିମ୍ ଉପରେ କ୍ଲିକ୍ କରିବେ। ମଧୁବାବୁ ପେନ୍ସନ୍ ଯୋଜନା ଉପରେ କ୍ଲିକ୍ କରିବେ। ତାପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆସିବା ଦେଖିବା ପେନ୍ସନ୍ ଟାଇପ୍, ଆପଣ କେଉଁ ପ୍ରକାର ପେନ୍ସନ୍ ଯୋଗ୍ୟ ସେହି ହିସାବରେ ଆପଣ ଦେବେ। ମୁଁ ଆପଣମାନଙ୍କୁ ଖାଲି ଉଦାହରଣ ସ୍ୱରୂପ ଓଲ୍ଡ ଏଜ୍ ପେନ୍ସନ୍ ଦେଇଦେଉଛି। ତାପରେ ନେମ୍ ଅଫ୍ ଆଧାର ଯାହା ନାଁ ଅଛି ଆପଣ ସେଠି ଦେଇପାରିବେ। ତାପରେ ଏଠି ବାପା ନାଁ ଦେବେ, ଯଦି ସ୍ତ୍ରୀ ଲୋକ ହେଇଥିବେ ତାଙ୍କ ସ୍ୱାମୀ ନାଁ ଦେଇପାରିବେ। ତାପରେ ଡେଟ୍ ଅଫ୍ ବାର୍ଥ ଦେବେ, ଏଜ୍ ଅଟୋମେଟିକ୍ ପଳେଇ ଆସିବ। ତାପରେ ଏଠି ଯଦି ଭୋଟର କାର୍ଡ଼ ଆପଣଙ୍କର ଏଜ୍ ହେଇଛି କି ଆଧାର କାର୍ଡ଼ ଏଜ୍ ହେଇଛି ସେହି ହିସାବରେ ଆପଣ ଡକୁମେଣ୍ଟ ସ୍କାନ୍ କରିକି ଦେବେ। ମନେ ରଖିବେ 200 DPI ତଳକୁ ଦେବେ। ତାପରେ ଏଠି ଜେଣ୍ଡର ମେଲ୍ ଫିମେଲ୍ ଦେବେ। ତାପରେ ଏଠି ଆଧାର ନମ୍ବର ଦେଇକି ଭେରିଫାଇ କରିବେ। ତାପରେ ଏଠି ଆଧାରଟିକୁ ସ୍କାନ୍ କରିକି ଆପଣ ଅପଲୋଡ଼ କରି ନେଇଯିବେ। ତାପରେ ଏଠି ମୋବାଇଲ୍ ନମ୍ବର ଦେବେ। ଷ୍ଟେଟ୍ ଓଡ଼ିଶା ଅଛି। ତାପରେ ଡିଷ୍ଟ୍ରିକ୍ଟ ଆପଣ ଚୁଜ୍ କରି ନେଇଯିବେ, ଯେଉଁ ଡିଷ୍ଟ୍ରିକ୍ଟରୁ ଆପଣ। ତାପରେ ସବ୍ ଡିଭିଜନ୍ ଆପଣ ଚୁଜ୍ କରି ନେଇଯିବେ। ତାପରେ ଆଡ୍ରେସ୍ ଟାଇପ୍ ଅଟୋମେଟିକ୍ ଆସିବ। ହାଉସ୍ ନମ୍ବର ଏଠି ଆସିବ, ପିନ୍ ନମ୍ବର ଦେଇଦେବେ। ସୋସିଆଲ୍ କ୍ୟାଟେଗୋରୀ ଆପଣ ଚୁଜ୍ କରି ନେଇଯିବେ। ଏଠି ଯାହା ଅଛି ଆପଣ ଡକୁମେଣ୍ଟ ଦେବେ। ପୁରୁଣା BPL କାର୍ଡ଼ ଅଛି, ଆଡ଼ିସନାଲ୍ ଡକୁମେଣ୍ଟ ଦେଇଦେବେ। ତାପରେ ଏଠି ଆପଣ ସିଗ୍ନେଚର୍ ଦେଇଦେବେ। ତାପରେ ଏଠି ଆକାଉଣ୍ଟ ଟାଇପ୍ ଆପଣ ଚୁଜ୍ କରି ନେଇଯିବେ, ଆକାଉଣ୍ଟ କେଉଁ ପ୍ରକାର ତା ଦେଇଦେବେ। ତାପରେ ଏଠି ତଳକୁ ଠିକ୍ ମାରିବେ। ତା ପୂର୍ବରୁ ଆହୁରି ଗୋଟେ ଜିନିଷ ରହିଗଲା, ଫଟୋ ଆପଣ ଏଠି ଅପଲୋଡ଼ କରି ନେଇଯିବେ। କଲା ପରେ ସବମିଟ୍ କରିବେ। ତାପରେ ଗୋଟେ ଆପ୍ଲିକେସନ୍ ଆପଣଙ୍କ ନାମରେ ବାହାରି ପଡ଼ିବ। ଆପ୍ଲିକେସନ୍ଟିକୁ ସାଉତିକି ରଖିବେ ଯେପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି।